ଶେରଗଡ଼ ଗୋଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ। ଘଟଣା ପଛରେ ରହିଥିଲା ଲକ୍ଷାଧିକ ଟଙ୍କାର ସୁପାରି। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଳିକାଣ୍ଡ ଘଟଣାରେ ହୋଇଛି ପର୍ଦ୍ଦାଫାଶ। ଏହି ଗୋଳିକାଣ୍ଡ ଘଟଣାରେ ସମ୍ପୃକ୍ତ 6 ଜଣ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ 6ଟି ବନ୍ଧୁକ ଜୀବନ୍ତ ଗୁଳି ଜବତ ହୋଇଥିବା ଜଣାଯାଇଛି। ହତ୍ୟାକାଣ୍ଡ ପଛରେ ରହିଥିଲା ଲକ୍ଷାଧିକ ଟଙ୍କାର ସୁପାରି। ଏହି ଘଟଣାରେ ଗିରଫ ସଂଖ୍ୟା ବଢ଼ିବା ନେଇ ସମ୍ଭାବନା ବୋଲି ଜଣାପଡ଼ିଛି। ରାଜନୈତିକ ଆକ୍ରୋଶରୁ ଆକ୍ରମଣ ବ୍ୟବସାୟ କାରଣରୁ 20 ଲକ୍ଷ ଟଙ୍କା ଡିଲ୍ରେ ହିଞ୍ଜଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ଧରନ୍ତର ପଞ୍ଚାୟତର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ପାଇଁ ହୋଇଥିଲା ବଡ଼ ଯୋଜନା। ଗିରଫ ଅଭିଯୁକ୍ତମାନେ ହେଲେ ଶେରଗଡ଼ ବ୍ଲକ ଅଲାରିଗଡ଼ ଗ୍ରାମର ଅମିତାଭ ବିଷୋଇ, ବାଦଗଡ଼ ଗ୍ରାମର କୃଷ୍ଣଚନ୍ଦ୍ର ସେଠୀ, କୋଲାଗଡ଼ ଗ୍ରାମର କାମେଶ୍ୱର ଗୌଡ଼, ବାଲିଗଡ଼ ସୀମାଞ୍ଚଳ ବିଷୋଇ, ବାଲିପଡ଼ାର ବଂଶୀଧର ବିଷୋଇ, ଧରାକୋଟର ସୂର୍ଯ୍ୟ ନାୟକ। 6 ବନ୍ଧୁକ 40 ରାଉଣ୍ଡ ଜୀବନ୍ତ ଗୁଳି ମିଳିଛି। ସବୁଠାରୁ ବଡ଼ କଥା ହେଲା ଶେରଗଡ଼ ବ୍ଲକ ବିଜେଡିର ପ୍ରଭାବଶାଳୀ ନେତାଙ୍କ ନାମ ମଧ୍ୟ ଏଫ୍ଆଇଆର୍ରେ ଅଭିଯୋଗ ରହିଛି। ଆପଣ ଜାଣିଛନ୍ତି ଗତ 25 ତାରିଖ ସନ୍ଧ୍ୟାରେ ସୁନାନ୍ତର କାଳିଆ ଓ ନିରଞ୍ଜନ ଜେନାଙ୍କୁ କିଛି ଅଜଣା ଦୁର୍ବୃତ୍ତ ମୋଟରସାଇକେଲ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେ ଫାୟାରିଂ କରିଥିଲେ, ବୋମାଡ଼ି ମଧ୍ୟ କରିଥିଲେ। ଏ ସଂକ୍ରାନ୍ତରେ ତାଙ୍କ ମିସେସଙ୍କ ରିପୋର୍ଟରେ ଶେରଗଡ଼ ଥାନା କେସ୍ ନମ୍ବର 318/25 ଭାରତୀୟ ନ୍ୟାୟ ସଂହିତା ବିଭିନ୍ନ ଦଫା, ଆର୍ମସ୍ ଆକ୍ଟ ଏବଂ ଇଣ୍ଡିଆନ୍ ଏକ୍ସପ୍ଲୋସିଭ୍ ସବଷ୍ଟାନ୍ସ ଆକ୍ଟର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା। ଏ ମାମଲାର ତଦନ୍ତ ଆମର ଶେରଗଡ଼ ଥାନାର ସବ୍ ଇନ୍ସପେକ୍ଟର ମ୍ୟାଡ଼ାମ୍ ନେଇଥିଲେ। ତଦନ୍ତ ସମୟରେ ଆମକୁ ଜଣାପଡ଼ିଲା ଯେ ଏଥିରେ କିଛି ବ୍ୟକ୍ତିଗତ କ୍ରନିକ ଶତ୍ରୁତା, ପଲିଟିକାଲ ରାଇଭଲାରି ଯୋଗୁଁ କିଛି ଦୁର୍ବୃତ୍ତ ମାନଙ୍କୁ କିଛି ଷଡ଼ଯନ୍ତ୍ରକାରୀ ବ୍ୟବହାର କରି କାଳିଆ ଜେନାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ତଦନ୍ତ ସମୟରେ ଆମେ ବର୍ତ୍ତମାନ ସୁଦ୍ଧା 5 ଜଣ ଷଡ଼ଯନ୍ତ୍ରକାରୀ ଏବଂ ଜଣେ ଆସେଲାନ୍ ଟୋଟାଲ 6 ଜଣଙ୍କୁ ଆରେଷ୍ଟ କରିଛୁ। ସେମାନଙ୍କ ଠାରୁ ସମୁଦାୟ 6ଟି ବନ୍ଧୁକ, ପ୍ରାୟ 30 ରାଉଣ୍ଡରୁ ଅଧିକ କିଛି କରାଯାଇଛି। କିଛି ଷଡ଼ଯନ୍ତ୍ରକାରୀଙ୍କୁ ଆମେ ଆରେଷ୍ଟ କରି ଫରୱାର୍ଡ କରିଛୁ। ସବୁ ପ୍ରାୟ ମ୍ୟାକ୍ସିମମ୍ ଷଡ଼ଯନ୍ତ୍ରକାରୀଙ୍କୁ ଆରେଷ୍ଟ କରି ଫରୱାର୍ଡ କରାଯାଇଛି ଏବଂ ସ୍ପଟକୁ ଆସିଥିବା ଲୋକମାନଙ୍କୁ ଫରୱାର୍ଡ କରାଯାଇଛି। ଆଉ ଯାହା ବାକି ରହିଲେ ଇନଭେଷ୍ଟିଗେସନରେ ଆମେ ତାଙ୍କୁ ଖୁବ୍ ଶୀଘ୍ର ଆରେଷ୍ଟ କରିବୁ। ତଦନ୍ତ ତ ଜଣାପଡ଼ୁଛି, ତଦନ୍ତ ଚାଲିଛି ଏବଂ ତଦନ୍ତରେ ଯିଏ ଆସିବ, ଯିଏ ଭିତରେ ଦୋଷୀ ସମସ୍ତଙ୍କୁ ଆରେଷ୍ଟ କରାଯିବ। ମୁଁ କହିଲି ତାଙ୍କର ବ୍ୟକ୍ତିଗତ ଶତ୍ରୁତା, ଦୀର୍ଘ ଦିନର ବ୍ୟକ୍ତିଗତ ଶତ୍ରୁତା ଏବଂ ତାକୁ ରୂପରେଖ ଦେବା ପାଇଁ ବର୍ତ୍ତମାନ କିଛି ତାଙ୍କର ବିରୋଧୀ ଗୋଷ୍ଠୀ ଆକ୍ଟିଭ ହେଇଥିଲେ। ତାଙ୍କୁ ଅଛି ଆପଣ ଦିଆହେଇଛି ଷଡ଼ଯନ୍ତ୍ରକାରୀ ଅଛନ୍ତି, 5ଟା ଅଛନ୍ତି ଏବଂ ଜଣେ ଆସେଲାନ୍ ଅଛନ୍ତି। ସେଠି ଟୋଟାଲ ଜଣାପଡ଼ୁଥିଲା ପାଖାପାଖି 19 ଜଣଙ୍କ ନାଁ ରେଜିଷ୍ଟର୍ଡ ହେଇଥିଲା। ସେ ଭିତରୁ କେତେ ଜଣ ଥିଲା ଆଉ 7 ଜଣ ଅନ୍ନୋନ୍ ଯୋଉମାନେ ଥିଲେ ସେମାନେ ଅଜଣା ଥିଲେ। ସେଥିରେ ଆମର ସମୟ ଯେହେତୁ ଇନଭେଷ୍ଟିଗେସନ ଅନ୍ ଅଛି, ସେ ରିଗାର୍ଡିଂ ଆମେ ବେଶୀ ବିଶ୍ୱାସ କରିବା ଠିକ୍ ହେବନି। ତଦନ୍ତରେ ପ୍ରତିବନ୍ଧକ ସୃଷ୍ଟି କରିବ। ସମୟ କ୍ରମେ ସବୁ ପଦାର୍ଥ ଆସିବ। 19 ଜଣରୁ 6 ଜଣଙ୍କୁ ଏଫ୍ଆଇଆର୍ ଫାକ୍ଟଟା ଯେଉଁ ଅଛି ସେଟା ଆମେ ଅଣ୍ଡର ଭେରିଫିକେସନ। ଏଫ୍ଆଇଆର୍ ଯାହା ଲେଖା ହେଇଛି ସମସ୍ତେ ଆକ୍ଟିଭ ନାହିଁ, ଏଇଟା ଆମେ ଅଣ୍ଡର ଭେରିଫିକେସନ। ଏଥିରୁ ଏଫ୍ଆଇଆର୍ ବାହାରୁ ମଧ୍ୟ ଲୋକ ଆରେଷ୍ଟ କରାଯାଇଛି, ଛାଡ଼ି ଦିଆଯାଉଛି। ତଦନ୍ତ ଚାଲିଛି, ତଦନ୍ତ ସେମାନଙ୍କର ଇନଭଲଭମେଣ୍ଟ ଆସିବ, ଆକ୍ସନ ନେବ। ଅଛି କେତେ ଟଙ୍କା ପ୍ରାୟ 10 to 20 ଲାख ସୁପାରି। ଯେହେତୁ ଇନଭେଷ୍ଟିଗେସନ ଅନ୍ ଅଛି, ଠିକ୍ ହେବନି। ସେଟା ଇନଭେଷ୍ଟିଗେସନ ବହୁତ ବଡ଼ ପାର୍ଟ, ସେଟା ବିଷୟରେ ଆଲୋଚନା କରିବା ଠିକ୍। ହଁ, ଏଥିରେ ଆମର ପୋଲିସର, ଆମ ସବ୍ ଡିଭିଜନର ପାଟପୁର ଆଇଏସି ହୁଅନ୍ତୁ, ଆସ୍କା ଆଇଏସି ବା ଆଇଏସି କମିଶନର ଅଛନ୍ତି, ତାଙ୍କର ଇନଭଲଭମେଣ୍ଟ ଏବଂ କିଛି କନଷ୍ଟେବଳ ଯେଉଁମାନଙ୍କର କ୍ରାଇମ୍ କ୍ରିମିନାଲ ଲାଇନ୍ ଅଭିଜ୍ଞତା ଅଛି ସେମାନେ ମଧ୍ୟ ଇନଭଲ୍ଭ ହେଇଛନ୍ତି। ବନ୍ଧୁକ ଗୁଳିର କଥା କହିବା, ଏତେ ସାରା ବନ୍ଧୁକ ଗୁଳି ମଧ୍ୟ ଜବତ ହୋଇଛି। ବନ୍ଧୁକ ଗୁଳି କେଉଁଠୁ ଆସିଲା, କିପରି ସେଟା ତଦନ୍ତ ସାପେକ୍ଷ। ତଦନ୍ତ ଭିତରେ
সেটা ଅଛି। Sir, I would ask you, accused number 7, Pintu Patnaik ଲେଖାହେଇଛି। ସେଇଟା କଣ sir, political ନା କଣ ସେଇଟା? ସେଟା ତଦନ୍ତ Address ଯୋଉଟା sir, ନାଇଁ ସେଟା ତଦନ୍ତ ଚାଲିଛି। ତଦନ୍ତରେ ଯିଏ ଆସିବ ଏଥିରେ ଏଇଟା ତ ଡିସ୍କସ୍ କରିହେବନି ଯେହେତୁ କେସ୍ ଇନଭେଷ୍ଟିଗେସନ ଚାଲିଛି। ତଦନ୍ତରେ ଯିଏ ଆସିବ ପୋଲିସ ତା ଯେହେତୁ sir ଆପଣ କହିଲେ କି ଯୋଉ ରାଜନୀତି ପଲିଟିକାଲ ନାଇଁ ସେଇଟା ଚାଲିଛି ତାଙ୍କର ଆମର ମାନେ ଏମିତି ତଦନ୍ତ ଭିତରେ ପରିଧି ଭିତରେ ଅଛି ବାହାରି କହିବ ଆମେ କହିପାରିବା ରାଜନୈତିକ ଶତ୍ରୁତା ବୋଇଲେ କଣ କି ପ୍ରକାର ରାଜନୀତି? କହିଲି ଗୋଟେ କଥା ତଦନ୍ତ ଚାଲିଛି। ତଦନ୍ତର ଜଷ୍ଟ ଷ୍ଟାର୍ଟ ହେଇଛି। ତେଣୁ ଏଇସବୁ ଡିସ୍କସନ କରିବା ପବ୍ଲିକ ଠିକ ହବ। ସେ ବ୍ୟକ୍ତି କୋଉଠି ସାର୍ ପିଣ୍ଟୁ ପଟ୍ଟନାୟକ ଯିଏ ରହିଛି ତେବେ ଏଫଆଇଆର ଦେଇଛନ୍ତି। ଏଫଆଇଆର କଣ sir, ବର୍ତ୍ତମାନ ସବୁ ଗୁଡା ପୋଲିସ ବର୍ତ୍ତମାନ ଯାହା ତଦନ୍ତ ପ୍ରକ୍ରିୟା ରହିଛି ସେ ଜିନିଷ କଣ ଖୁବ ଶୀଘ୍ର ଆମେ କରିବୁ ଖୁବ ଶୀଘ୍ର 10 ଲକ୍ଷ ତ 20 ଲକ୍ଷ କିଛି ଆଡଭାନ୍ସ ଦିଆହେଇଥାଏ ନା 4 lakhs 4 ଲାখ। ସାର୍ ଅପରାଧୀ ମାନେ ଜିଲ୍ଲାରୁ ନା ବାହାର ଜିଲ୍ଲାରୁ କୋଉଠୁ ସାର୍ କଣ ବିଭିନ୍ନ ଗଞ୍ଜାମ ଜିଲ୍ଲାରୁ ଶିପ୍ରା ପଟ୍ଟନାୟକଙ୍କ ରିପୋର୍ଟ ଅକ୍ଷର ଲାଇଭ୍।